ଥରେ ଜଣେ ସନ୍ନ୍ୟାସୀଙ୍କ ପାଖରେ ଆସି ତାଙ୍କର ଜଣେ ଶିଷ୍ୟ କହିଲେ, ଗୁରୁଦେବ, ସେ ଲୋକଟି ମୋତେ ସବୁବେଳେ ଗାଳି କରୁଛି, ମୋତେ ସବୁବେଳେ ଖରାପ କଥା କହୁଛି, ଆପଣଙ୍କ ବିଷୟରେ ବି ଖରାପ କରି କହୁଛି। ମୋର ବହୁତ ଜୋର ରାଗ ହଉଛି ସେ ଲୋକକୁ ଯାଇ କିଛି କହିବା ପାଇଁ, ତା ପ୍ରଶ୍ନର ଉତ୍ତର ଦେବା ପାଇଁ। କିନ୍ତୁ ଆପଣ ମୋତେ ଯେଉଁ ସଂସ୍କାର ଦେଇଛନ୍ତି, ଯେଉଁ ଶିକ୍ଷା ଦେଇଛନ୍ତି, କିଛି ମୁଁ ଚୁପ୍ କରୁଛି। ତେଣୁ ମୋର କ'ଣ କରିବା ଉଚିତ? ସନ୍ନ୍ୟାସୀ ଜଣକ ହସିଲେ ଏବଂ କିଛି ସମୟ ଚୁପ୍ ରହିଲା ପରେ ତାଙ୍କୁ ଗୋଟିଏ ଜାଗାକୁ ନେଇଗଲେ ଏବଂ ସେଠି ଦେଖେଇଲେ ଜଣେ ବେପାରୀ କିଛି ଜିନିଷ ବେପାର କରିବାକୁ ଆଣିଥିଲେ। ବଡ଼ ପାଟିରେ ଚିତ୍କାର କରି ଡାକୁଥିଲେ, ଏଟା ନେବ, ଆଉ ନେବ, ପିଆଜ ନେବ, ରସୁଣ ଦେବ। ବହୁତ ଲୋକ ମଧ୍ୟ ସେ ରାସ୍ତାରେ ଯାଉଥାନ୍ତି। କିଛି ଲୋକ ତା କଥାକୁ ଶୁଣନ୍ତିନି, କିଣିବା ପାଇଁ ଆସନ୍ତିନି, ଚାଲିଯାଆନ୍ତି। କିଛି ଲୋକ ଆସନ୍ତି। ଏଇ ଆସୁଥିବା ଲୋକ ଆଉ ଚାଲି ଯାଉଥିବା ଲୋକ ମଧ୍ୟରେ ଅନ୍ତର ପାର୍ଥକ୍ୟ ସନ୍ନ୍ୟାସୀ ଜଣକ ତାଙ୍କ ଶିଷ୍ୟକୁ ପଚାରିଲେ, ଆଚ୍ଛା କହିଲ, ଯୋଉ ଲୋକଟି ଚାଲିଗଲା, ତାର କଥା ନ ଶୁଣି ତାକୁ ସେ ଜାଗା ଛାଡ଼ିକି ଚାଲିଗଲା, ତେବେ ସେ ଯୋଉ ଜିନିଷଟି ବିକିବା ପାଇଁ କହୁଥିଲା, ସେ ଜିନିଷଟି କାହା ପାଖରେ ରହିଲା? କାହା ପାଖରେ ସେ ଜିନିଷଟି ପୁନଶ୍ଚ ଫେରି ଆସିଲା? ଅର୍ଥାତ୍ ସେ ଜିନିଷଟି ସେଇ ଲୋକ ପାଖରେ ରହିଲା ଯେ ବିକିବା ପାଇଁ ବଡ଼ ପାଟିରେ ଚିତ୍କାର କରି କହୁଥିଲା। କିନ୍ତୁ ଯୋଉ ଲୋକଟି ସେ ଜିନିଷକୁ ନେବା ପାଇଁ ଆଗ୍ରହ ପ୍ରକାଶ କଲା, ଶୁଣିଲା, ସେ ଲୋକଟି ପାଖକୁ ଆସିଲା ଏବଂ ସେ ଜିନିଷଟିକୁ କିଣିଲା ବା ଗ୍ରହଣ କଲା। ଆମ ଜୀବନରେ ପ୍ରତିଦିନ ଏଇଭଳି ଜିନିଷ ଘଟିଥାଏ, ଏଇଭଳି ଦୁର୍ଘଟଣା ଘଟଣା ଆମ ଜୀବନରେ ଘଟିଥାଏ। ଅର୍ଥାତ୍ ଆମେ ଯଦି କାହାର କଥାକୁ ଶୁଣିବା, ତେବେ ଆମେ ସେୟା ବନିଯିବା, ଅର୍ଥାତ୍ ଆମେ ସେୟା ବୋଲି ଆମେ ନିଜକୁ ପ୍ରତିପାଦନ କରିବା। ଯଦି ଆମେ ତା କଥା ନ ଶୁଣିବା, ତେବେ ସେ କଥାଟି ଫେରି ଯାଇ କାହା ପାଖରେ ରହିବ? ତା ପାଖରେ ରହିବ। ତେଣୁ କହିବାର କଥା, ଯେଉଁମାନେ ଆମକୁ ଖରାପ କହୁଛନ୍ତି, ଯେଉଁମାନେ ଆମକୁ ଗାଳି ଦଉଛନ୍ତି, ଆମେ ବ୍ୟଥିତ ହେବା, କଷ୍ଟ ପାଇବା କିଛି ଆବଶ୍ୟକତା ନାହିଁ। କାରଣ ଆମେ ଯଦି ତାଙ୍କର କଥା ନ ଶୁଣିବା ନା, ସେ କଥାଟି ତାଙ୍କରି ପାଖକୁ ରିଟର୍ନ ଯାଏ, ତାଙ୍କରି ପାଖକୁ ଫେରସ୍ତ ଯାଏ, ତାଙ୍କରି ପାଖରେ ହିଁ ରହିଯାଏ। ଜୟ ଜଗନ୍ନାଥ।